ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ ପିଲା, ତ ଯେଉଁମାନଙ୍କର ହିଷ୍ଟ୍ରି ଏକ୍ଜାମ୍ ଅଛି ତ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି MCQ କ୍ୱେଶ୍ଚିନ୍। ତ ପିଲାମାନେ MCQ କ୍ୱେଶ୍ଚିନ୍ ଚାଲ ଷ୍ଟାର୍ଟ କରିବା। ତ ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଲା, ପରିବ୍ରାଜକ ଆଲବେରୁଣି ନିମ୍ନୋକ୍ତ କେଉଁ ବ୍ୟକ୍ତିଙ୍କ ସହିତ ଭାରତକୁ ଆସିଥିଲେ? ପରିବ୍ରାଜକ ଆଲବେରୁଣି ନିମ୍ନୋକ୍ତ ଗଜନୀର ସୁଲତାନ ମାମୁଦ, ତୁର୍ଘିଲ ଖାଁ, ମହମ୍ମଦ ଘୋରୀ, କୁତବୁଦ୍ଦିନ ଆଇବକ। କ'ଣ ହବ ନା ଅପସନ୍ କ ହେଇଯିବ କ ଗଜନୀର ସୁଲତାନ ମାମୁଦ। ନେକ୍ସଟ, କିତାବ ଉଲ୍ ହିନ୍ଦୁ ପୁସ୍ତକର ରଚୟିତା କିଏ? କିତାବ ଉଲ୍ ହିନ୍ଦୁ ପୁସ୍ତକର ରଚୟିତା କିଏ? ଜବାନ ବାତୁତା, ଆଲବରୁଣି, ହୁଏନ ସା, ଫ୍ରାଙ୍କିସ୍ ବର୍ନିୟର। କ'ଣ ହବ ନା ଆଲବରୁଣି। ଅପସନ୍ କ ହେଇଯିବ ଆଲବରୁଣି। ନେକ୍ସଟ, କିତାବ ଉଲ୍ ହିନ୍ଦକୁ ଆଲବେରୁଣି ନିମ୍ନୋକ୍ତ କେଉଁ ଭାଷାରେ ଲେଖିଥିଲେ? ହିନ୍ଦୀ, ଆରବିକ୍, ପାର୍ସୀ, ସଂସ୍କୃତ। କେଉଁ ଭାଷା ନା ଆରବିକ୍। ଅପସନ୍ ଖ। ନେକ୍ସଟ, ଭାରତୀୟ ଧର୍ମ, ସଂସ୍କୃତି, ପରମ୍ପରା ଇତ୍ୟାଦି ସମ୍ପର୍କରେ ଜ୍ଞାନ ଲାଭ କରିବା ପାଇଁ ଆଲବେରୁଣିଙ୍କୁ କେଉଁ ଭାଷା ଶିକ୍ଷା କରିବାକୁ ପଡ଼ିଥିଲା? ହିନ୍ଦୀ, ପାର୍ସୀ, ଆରବିକ୍, ସଂସ୍କୃତ। ନା ସଂସ୍କୃତ ଭାଷା ଶିକ୍ଷା କରିବାକୁ ପଡ଼ିଥିଲା। ନେକ୍ସଟ, ମାମୁଦ ଆଲବେରୁଣିଙ୍କ ଜ୍ଞାନରେ ମୁଗ୍ଧ ହୋଇ ତାଙ୍କୁ କେଉଁ ଉପାଧିରେ ଭୂଷିତ କରିଥିଲେ? କେଉଁ ଉପାଧିରେ? ଶାହ-ଇ ମଣ୍ଡି ନା ଶାହ-ଇ-ଜାମ୍, ଶାହ-ଇ ଗଜନୀ, ଶାହ-ଇ ଖ୍ୱାରିଜମ। କ'ଣ ନା ଶାହ-ଇ ଖ୍ୱାରିଜମ। ପରବର୍ତ୍ତୀ, ନିମ୍ନୋକ୍ତ କେଉଁ ଶତାବ୍ଦୀରେ ଇବନ ବତୁତା ଭାରତ ଭ୍ରମଣରେ ଆସିଥିଲେ? ନିମ୍ନୋକ୍ତ କେଉଁ ଶତାବ୍ଦୀ? ଚତୁର୍ଦ୍ଦଶ, ପଞ୍ଚଦଶ, ଷୋଡ଼ଶ, ସପ୍ତଦଶ। କେଉଁ ଶତାବ୍ଦୀ ନା ଚତୁର୍ଦ୍ଦଶ ଶତାବ୍ଦୀ। ନେକ୍ସଟ, ଇବାନ ବତୁତା କେଉଁ ସ୍ଥାନର ଅଧିବାସୀ ଥିଲେ? ଇବାନ ବତୁତା ଭାରତ, ମରକୋକା, ଆରବ, ଗଜନୀ। କ'ଣ ନା ଅପସନ୍ ଖ ମରକୋକା। ନେକ୍ସଟ, ଇବାନ ବତୁତା ଭାରତ ଭ୍ରମଣରେ ଆସିଥିବା ବେଳେ ତତ୍କାଳୀନ ଦିଲ୍ଲୀର ସୁଲତାନ କିଏ ଥିଲେ? ମହମ୍ମଦ ବିନ୍ ତୋଗଲକ, ଫିରୋଜ ତୋଗଲକ, ଇଲତୁତମିଶ ବଲବନ। ମହମ୍ମଦ ବିନ୍ ତୋଗଲକ। ଇବନ ବତୁତାଙ୍କ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ମହମ୍ମଦ ବିନ୍ ତୋଗଲକ ତାଙ୍କୁ ନିମ୍ନୋକ୍ତ କେଉଁ ପଦରେ ନିଯୁକ୍ତ କରିଥିଲେ? ଦିଲ୍ଲୀର କାଜୀ, ଉତ୍ତରପ୍ରଦେଶର ଗଭର୍ଣ୍ଣର, ପଞ୍ଜାବର ଅମିନ, ବେଙ୍ଗାଲୁରୁର ଚୌକିଦାର। କ'ଣ ନା ଦିଲ୍ଲୀର କାଜୀ। ନେକ୍ସଟ, ଇବନ ବତୁତା ତାଙ୍କର ପ୍ରଥମ ବୈଦେଶିକ ବିବରଣୀ ରିସାଲାକୁ ନିମ୍ନୋକ୍ତ କେଉଁ ଭାଷାରେ ଲେଖିଥିଲେ? ଆରବିକ୍, ପାର୍ସୀ, ହିନ୍ଦୀ, ଉର୍ଦ୍ଦୁ। କେଉଁ ଭାଷା ନା ଆରବିକ୍। ନେକ୍ସଟ, ଇବାନ ବତୁତା ଭାରତ ମାଟିରେ କେବେ ପଦାର୍ପଣ କରିଥିଲେ? କେବେ ନା 1333 ସେପ୍ଟେମ୍ବର 12। 1333 ସେପ୍ଟେମ୍ବର 12। ନେକ୍ସଟ, ଫ୍ରାଙ୍କଇସ୍ ବର୍ନିୟର ଭାରତରେ କେବେ ପଦାର୍ପଣ କରିଥିଲେ? 1660, 1656, 1668, 1680। କେବେ ନା 1656 ଖ୍ରୀଷ୍ଟାବ୍ଦ। ନେକ୍ସଟ, ଫ୍ରାଙ୍କଇସ୍ ବର୍ନିୟର ଲେଖିଥିବା ପୁସ୍ତକର ନାମ କ'ଣ ଥିଲା? ଫ୍ରାଙ୍କଇସ୍ ବର୍ନିୟର। କିତାବ ଉଲ୍ ହିନ୍ଦ, ମୋଗଲ ସାମ୍ରାଜ୍ୟ ଭ୍ରମଣ, ରିସାଲା, ଆକବରୀନାମା। କ'ଣ ନା ଅପସନ୍ ଖ ମୋଗଲ ସାମ୍ରାଜ୍ୟର ଭ୍ରମଣ। ନେକ୍ସଟ, ଫ୍ରାଙ୍କଇସ୍ ବର୍ନିୟର ପ୍ୟାରିସରେ ପହଞ୍ଚିବା ପରେ ସେଠାରେ କିଏ ତାଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇଥିଲା? ଚତୁର୍ଦ୍ଦଶ ଲୁଇ, ଷୋଡ଼ଶ ଲୁଇ, ପଞ୍ଚଦଶ ଲୁଇ, ରାସପୁଟିନ। କ'ଣ ନା ଚତୁର୍ଦ୍ଦଶ ଲୁଇ। ନେକ୍ସଟ, ମୋଗଲ ସାମ୍ରାଜ୍ୟରେ ଭ୍ରମଣ ପୁସ୍ତକଟି ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ରଚିତ ହୋଇଥିଲା? 1665, 1670, 1668, 1679। କେବେ ନା 1670 ଖ୍ରୀଷ୍ଟାବ୍ଦ। ନେକ୍ସଟ, ମୋଗଲ ସାମ୍ରାଜ୍ୟରେ ଭ୍ରମଣ ପୁସ୍ତକଟିକୁ କିଏ ପ୍ରଥମେ ଇଂରାଜୀରେ ଅନୁବାଦ କରିଥିଲା? ଜନ୍ ଗୁଟେନବର୍ଗ, ହେନେରୀ ଓଲ୍ଡେନବର୍ଗ, ଜନ୍ ମିଲଟନ, ହେନେରୀ ରାଉଲିନସନ। କ'ଣ ନା ହେନେରୀ ଓଲ୍ଡେନବର୍ଗ। ନେକ୍ସଟ, ଫ୍ରାଙ୍କଇସ୍ ବର୍ନିୟରଙ୍କ ଦ୍ୱାରା ରଚିତ ମୋଗଲ ସାମ୍ରାଜ୍ୟର ଭ୍ରମଣ ପୁସ୍ତକଟି ନିମ୍ନୋକ୍ତ କେଉଁ ଭାଷାରେ ରଚିତ? ଆରବିକ୍, ଉର୍ଦ୍ଦୁ, ପାର୍ସୀ, ଫ୍ରେଞ୍ଚ। କ'ଣ ନା ଫ୍ରେଞ୍ଚ।
ଫ୍ରାଙ୍କଏସ୍ ବର୍ନିୟର କେଉଁ ଦେଶର ବ୍ୟକ୍ତି ଥିଲେ? ଜାପାନ, ଫ୍ରାନ୍ସ, ଚୀନ, ଭାରତ। କ'ଣ ନା ଫ୍ରାନ୍ସ। କେଉଁ ନୀତି ଅନୁସାରେ ସୁଲତାନମାନେ ରାଜ୍ୟ ଶାସନ କରୁଥିଲେ? ସାରିଆତ, ଖଲିଫାଙ୍କ ଆଦେଶ, ଉଲେମାମାନଙ୍କ ନିଷ୍ପତ୍ତି, କାଜୀଙ୍କ ନିଷ୍ପତ୍ତି। କ'ଣ ନା ସାରିଆତ। ମୋଗଲ ଦରବାରରେ ବର୍ନିୟରଙ୍କୁ କେଉଁ ପଦବୀରେ ଅବସ୍ଥାପିତ କରାଯାଇଥିଲା? ଡାକ୍ତର, ଓକିଲ, ଜ୍ୟୋତିର୍ବିଦ, ସ୍ଥପତି। ଅପସନ୍ କ ଡାକ୍ତର। ପର୍ଯ୍ୟଟକ ବର୍ନିୟର ମୋଗଲ ସାମ୍ରାଜ୍ୟରେ ଭ୍ରମଣ ପୁସ୍ତକରେ କାହା କଥା ଉଲ୍ଲେଖ କରିଛନ୍ତି? ବାବର, ଆକବର, ଦାରା ସୁଜା। କ'ଣ ନା ଅପସନ୍ ଗ ହେଇଯିବ ଦାରା। ସୁଲତାନୀ ଶାସନରେ ପ୍ରଧାନମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ୱାଜିର, ନାଏବ ୱାଜିର, ଆରିଜ ଇ ମମଲିକ, ଦିୱାନ ଇ ଇନାସ। ନା ୱାଜିର। ପ୍ରତିରକ୍ଷା ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ବିଭାଗକୁ କ'ଣ କୁହାଯାଉଥିଲା? ଦିୱାନ ଇ ଅରିଜ, ଦିୱାନ ଇ ଇନାସ, ଦିୱାନ ଇ ରସଲାତ, ଦିୱାନ ଇ ୱାଜରତ। କ'ଣ ନା ଦିୱାନ ଇ ଅରିଜ। ସୁଲତାନୀ ଶାସନରେ କୃଷି ବିଭାଗର ମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ଦିୱାନ ଇ ଖ୍ୱାଜା, ଅମିର ଇ କୋହି, ଅମିର ଇ ଶିକାର, ଓକିଲ ଇ ଦର। କ'ଣ ନା ଅମିର ଇ କୋହି। ସୁଲତାନୀ ଶାସନରେ ସାମରିକ ବିଭାଗର ମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ଆରିଜ ଇ ମମଲିକ, ୱାଜିର, ଦିୱାନ ଇ ଖ୍ୱାଜି, ସଦର ଉ ସଦର। କ'ଣ ଆରିଜ ଇ ମମଲିକ। ଧର୍ମ ସମ୍ବନ୍ଧୀୟ ଏବଂ ଦାତବ୍ୟ କାର୍ଯ୍ୟ ପରିଚାଳନା କରୁଥିବା ମନ୍ତ୍ରୀଙ୍କୁ କ'ଣ କୁହାଯାଇଛି? ଦିୱାନ ଇ ଖ୍ୱାଜା, ସଦର ଉ ସଦର, ଆରିଜ ଇ ମମଲିକ, ବରିଦ ଇ ମମଲିକ। କ'ଣ ନା ସଦର ଉ ସଦର। ରାଜକୀୟ ପତ୍ର ଆଦାନ ପ୍ରଦାନ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ୱାଜିର, ନାଏବ ୱାଜିର, ଆରିଜ ଇ ମମଲିକ, ଦିୱାନ ଇ ଇନସା। କ'ଣ ନା ଦିୱାନ ଇ ଇନସା। ସୁଲତାନୀ ଶାସନରେ ରାଜ ପରିବାରରେ ଦାୟିତ୍ୱରେ କିଏ ରହିଥିଲେ? ଦିୱାନ ଇ ମମଲିକ, ଓକିଲ ଇ ଦର, ବରିଦ ଇ ମମଲିକ, ଦିୱାନ ଇ ଇନସା। କିଏ ନା ଓକିଲ ଇ ଦର। ସୁଲତାନୀ ଶାସନରେ ଜିଲ୍ଲାର ଶାସନ ଦାୟିତ୍ୱ କାହା ଉପରେ ନ୍ୟସ୍ତ ଥିଲା? ସିକଦାର, ଅମିର, କାନଗୋ, ନାଜିର। କ'ଣ ଅପସନ୍ କ ସିକଦାର। ଅଣ ମୁସଲମାନମାନଙ୍କ ଉପରେ ଲାଗୁ କରାଯାଉଥିବା ଧର୍ମ କରକୁ କ'ଣ କୁହାଯାଏ? ଜାକତ, ଜିଜିଆ, ଉସର, ଖାରଜ। କ'ଣ ନା ଜିଜିଆ। ତ ଇଏ ଥିଲା 30ଟା ହିଷ୍ଟ୍ରି କ୍ୱେଶ୍ଚିନ୍। ନେକ୍ସଟ କ୍ଲାସକୁ ପଲିଟିକାଲ ସାଇନ୍ସ ନେଇ ଆସିବା। ହିଷ୍ଟ୍ରି ଆଉ କିଛି 100 ମାର୍କ କ୍ୱେଶ୍ଚିନ୍ ନେଇ ଆସିବା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ।